ପିଲାମାନେ ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ତ ଆପଣଙ୍କୁ ଜଣାଥିବ ଯେ ଆଗକୁ ଆପଣଙ୍କର ବହୁତ କିଛି ଭ୍ୟାକେନ୍ସି ଆସିବାକୁ ଯାଉଛି। ତ ଓଡ଼ିଶାର ଆପଣ ଯେକୌଣସି ପରୀକ୍ଷା ଦେବେ ତ ସବୁଥିରେ ଆପଣଙ୍କର ଓଡ଼ିଆ ଗ୍ରାମାର ରହୁଛି। ତ ଏହି ଭିଡ଼ିଓରେ ଆମେ ଡିଟେଲରେ ଡିସ୍କସନ୍ କରିବା ଓଡ଼ିଆ ଗ୍ରାମାରର 30ଟା କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ତ ଯେଉଁଟାକି ସମସ୍ତ ଏକ୍ଜାମ୍ ପାଇଁ ଆପଣଙ୍କୁ ହେଲ୍ପଫୁଲ୍ ରହିବ। ତ ଆଗକୁ ଆପଣଙ୍କର ସିଟି ଏଣ୍ଟ୍ରାନ୍ସ ମଧ୍ୟ ହେବା ପାଇଁ ଯାଉଛି ସେପ୍ଟେମ୍ବରରେ, ଏବଂ ଆଗକୁ ଆର୍ଆଇ ଏଆର୍ଆଇ ଅମେନ୍ ଇତ୍ୟାଦି ଏହାର ମଧ୍ୟ ପରୀକ୍ଷା ହେବା ପାଇଁ ଯାଉଛି। ତ ସବୁଥିରେ ଆପଣଙ୍କୁ ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ ରହିଛି, ଗୋଟିଏ ଭାଷାର ଧ୍ୱନିଗୁଡ଼ିକର ବିଶ୍ଳେଷଣ ପାଇଁ ଯେଉଁ ପଦ୍ଧତି ଗ୍ରହଣ କରାଯାଏ ତାକୁ ଆପଣଙ୍କର କ'ଣ କୁହାଯାଏ? ତ ଆପଣଙ୍କର ଧ୍ୱନିଗୁଡ଼ିକର ବିଶ୍ଳେଷଣ କଥା କହିଛି। ତ ଆପଣଙ୍କର ହେଇଯିବ ଏହାର କରେକ୍ଟ ଆନ୍ସର୍ ଧ୍ୱନି ବିଜ୍ଞାନ। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ଆପଣଙ୍କର ରହିଛି ପରବର୍ତ୍ତୀ କ୍ୱେଶ୍ଚିନ୍, ପରାକାଷ୍ଠା ଏହି ଶବ୍ଦ କେଉଁ ଉପସର୍ଗ ବ୍ୟବହୃତ ହୋଇଛି ଏହି ଶବ୍ଦରେ? ତ ଆପଣଙ୍କର ଉପସର୍ଗ ଜାଣିଥିବେ ପୂର୍ବରୁ ଲାଗେ, ଗୋଟେ ଶବ୍ଦର ପୂର୍ବରୁ ଲାଗେ ଆପଣଙ୍କର ଉପସର୍ଗ। ତ ଏହାର ଦେଖନ୍ତୁ ପୂର୍ବରୁ କ'ଣ ଲାଗିଛି? ପରାକାଷ୍ଠା। ତ ପୂର୍ବରୁ ଅଛି ଏଇଠି ପରା ଅଛି, ତ ଆପଣଙ୍କର ହେଇଯିବ ଏଇଟା ପରା ଉପସର୍ଗ। ଅପସନ୍ ସି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର୍। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ତ ନେକ୍ସଟ ଆପଣଙ୍କର ରହିଛି, ଶୋଇଲା ପୁଅର ଭାଗ ନାହିଁ ଏଠାରେ ଶୋଇଲା କି ପ୍ରକାର ପଦ? ତ ଆପଣଙ୍କର ଶୋଇଲା ପୁଅର ଭାଗ ନାହିଁ, ଏଠାରେ ଶୋଇଲା ଆପଣଙ୍କର କି ପ୍ରକାର ପଦ? ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ। ତ ଶୋଇଲା ଆପଣଙ୍କର ହେଉଛି ବିଶେଷଣ ପଦ। ତ ଶୋଇଲା ଆପଣ ଏଠି କ୍ରିୟା କରିବେନି, ଏଇଟା ହେଇଯିବ ବିଶେଷଣ ଆପଣଙ୍କର। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍, ଅନୁଜ ଶବ୍ଦର ବିପରୀତ ବୋଧକ ଶବ୍ଦଟି କ'ଣ? ତ ଅନୁଜର ବିପରୀତ କ'ଣ ହେଇଯିବ ଆପଣଙ୍କର? ଅଗ୍ରଜ। ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁ ଉପସର୍ଗଟି ଗତିର ଦିଗ ବା ଅଧୋଗତିକୁ ବୁଝାଇଥାଏ? ତ ଆପଣଙ୍କର କେଉଁ ଉପସର୍ଗଟା ଅଧୋଗତିକୁ ବୁଝାଇଥାଏ? ତ ଏହାର ଆପଣଙ୍କର କରେକ୍ଟ ଆନ୍ସର୍ ହେଇଯିବ ଅବ। ଅପସନ୍ ଏ ଅବ, ଏଇଟା ବୁଝେଇବ ଅଧୋଗତିକୁ ବୁଝାଉଛି। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଆପଣଙ୍କର ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁଟି ତଦ୍ଭବ ଶବ୍ଦ? ତ ସର୍ପ, ମାଟି, ଭଗିନୀ ଏବଂ ବାଦ୍ୟ। ତ ଏଥିରୁ ତଦ୍ଭବ ଶବ୍ଦ କେଉଁଠି? ନା ଆପଣଙ୍କର ହେଉଛି ଅପସନ୍ ବି, ମାଟି ହେଉଛି ତଦ୍ଭବ ଶବ୍ଦ। ତ ମାଟି କେଉଁଥିରୁ ହେଇଛି? ନା ମୂର୍ତ୍ତିକାରୁ ହେଇଛି ମାଟି। ମୂର୍ତ୍ତିକାରୁ ହେଇଛି ମାଟି, ଏଇଟା ହେଉଛି ତତ୍ସମ ଶବ୍ଦ ଆପଣଙ୍କର, ଏବଂ ମାଟିଟା ହେଇଯିବ ତଦ୍ଭବ ଶବ୍ଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ପ୍ରତିକାର ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହୃତ ହୁଏ? ଆପଣଙ୍କର ପ୍ରତିକାରରେ କେଉଁ ଧାତୁ ବ୍ୟବହୃତ ହୋଇଛି? ତ ପ୍ରତିକାରରେ ଆପଣଙ୍କର କ୍ରୁ ଧାତୁ ବ୍ୟବହୃତ ହୋଇଛି। ଠିକ୍ ଅଛି। ଆପଣ ଏଠି ପ୍ରତିକାରରେ ଏଠି ପ୍ରତି କରିବେନି, ଏଇଟା ଭୁଲ ହେଇଯିବ। ତ ଆପଣଙ୍କର ଏଠି ପ୍ରତିକାରରେ କ୍ରୁ ଧାତୁ ବ୍ୟବହୃତ ହୋଇଛି। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍, ଚାଳିଶା ଧରିବା ଏ ରୂଢ଼ିଟି କାହା ସହିତ ସମ୍ପର୍କିତ? ତ ଆପଣ ଶୁଣିଥିବେ ଚାଳିଶା ଧରିବା। ତ ଏଇଟା এই ରୂଢ଼ିଟି ଆପଣଙ୍କର ଆଖି ସହିତ ସମ୍ପର୍କିତ। ପରବର୍ତ୍ତୀ କ୍ୱେଶ୍ଚିନ୍, ବୃଥା ପ୍ରାର୍ଥନା ତ ଏହାକୁ ବ୍ୟକ୍ତ କରୁଥିବା ରୂଢ଼ିଟି କ'ଣ? ବୃଥା ପ୍ରାର୍ଥନାର ରୂଢ଼ିଟି କ'ଣ ଆପଣଙ୍କର? ଆପଣଙ୍କର ଅରଣ୍ୟ ରୋଦନ। ଅରଣ୍ୟ ରୋଦନ ରହୁଛି ବୃଥା ପ୍ରାର୍ଥନା। ଠିକ୍ ଅଛି। ଆଉ ଆପଣଙ୍କର ଅକଲ ଗୁଡ଼ୁମ ହେଉଛି କ'ଣ? ବୁଦ୍ଧି ବଣା ହେବା। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ବାକ୍ୟର ପ୍ରତ୍ୟେକ ଅଂଶକୁ କ'ଣ କୁହାଯାଏ? ତ ବାକ୍ୟର ପ୍ରତ୍ୟେକ ଅଂଶକୁ ଆପଣଙ୍କର ପଦ କୁହାଯାଏ। ଠିକ୍ ଅଛି। ତ ବାକ୍ୟ କାହାକୁ କୁହାଯାଏ ଆପଣଙ୍କର? ନା ଏକ ବା ଏକାଧିକ ପଦ ମିଶିଲା ପରେ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ଆମେ ବାକ୍ୟ କହିବା। ଏବଂ ଆପଣଙ୍କର କ୍ରିୟା ହେଉଛି ଯେଉଁ ଶବ୍ଦଟି ଆପଣଙ୍କର କୌଣସି ଗୋଟେ କାମର ନାଁଟାକୁ ବୁଝାଇବ ସେଇଟାକୁ ଆମେ କ୍ରିୟା କହିବା।
ଏବଂ ଏକ ବା ଏକାଧିକ ବର୍ଣ୍ଣ ଆପଣଙ୍କର ମିଶି କୌଣସି ଏକ ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ ଶବ୍ଦ କହିବା। ତ ବାକ୍ୟର ପ୍ରତ୍ୟେକ ଅଂଶକୁ ଆପଣଙ୍କର କ'ଣ କୁହାଯାଏ ନା ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍, ନୈସର୍ଗିକ ଶବ୍ଦର ବିପରୀତ ଶବ୍ଦ କେଉଁଠି? ତ ନୈସର୍ଗିକର ଆପଣଙ୍କର ବିପରୀତ ଶବ୍ଦ କେଉଁଠି? ଆପଣଙ୍କର କୃତ୍ରିମ। ଠିକ୍ ଅଛି, ନୈସର୍ଗିକର ଆପଣଙ୍କର ବିପରୀତ ହେଉଛି କୃତ୍ରିମ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, କୌଣସି ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ଏବଂ ବାସ୍ତବ ଅର୍ଥ ସମାନ ହେଲେ ତାକୁ ଆମେ କ'ଣ କହିବା? ବ୍ୟୁତ୍ପତ୍ତିଗତ ଅର୍ଥ ଏବଂ ବାସ୍ତବ ଅର୍ଥ ସମାନ ହେଲେ ତାକୁ ଆମେ କହିବା ଯୌଗିକ ଶବ୍ଦ। ଠିକ୍ ଅଛି, ଏବଂ ଆପଣଙ୍କର ମୌଳିକ ଶବ୍ଦ କାହାକୁ କୁହାଯାଏ ନା ଯେଉଁ ଶବ୍ଦରୁ କୌଣସି ଗୋଟିଏ ବର୍ଣ୍ଣ କାଟିଦେଲେ ସେଇଟା ଅର୍ଥ ପ୍ରକାଶ କରିବାରେ ସକ୍ଷମ ହୁଏ ନାହିଁ ତାକୁ ଆମେ ମୌଳିକ ଶବ୍ଦ କହିଥାଉ। ଠିକ୍ ଅଛି, ପରବର୍ତ୍ତୀ କ୍ୱେଶ୍ଚିନ୍, ବ୍ୟାପ୍ତି ଅର୍ଥରେ ମୟ ପ୍ରତ୍ୟୟ ଲଗାଯାଇଥିବା ଶବ୍ଦଟିକୁ ବାଛ। ବ୍ୟାପ୍ତି ଅର୍ଥରେ ମୟ ପ୍ରତ୍ୟୟ କେଉଁଠି ଲାଗିଛି ନା ଆପଣଙ୍କର ଜଳମୟ। ତ ପାପମୟ, ପଙ୍କମୟ, ଘୃତମୟ ଏଗୁଡ଼ାକ ହେବନି, ତ ଆପଣଙ୍କର ହେଇଯିବ ଜଳମୟ ବ୍ୟାପ୍ତି ଅର୍ଥରେ ମୟ ପ୍ରତ୍ୟୟ। ପରବର୍ତ୍ତୀ କ୍ୱେଶ୍ଚିନ୍, ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲେ ଏଠାରେ କ୍ରିୟାପଦଟି କେଉଁ କାଳରେ ବୋଲି କୁହାଯାଇଛି? ତ କ୍ରିୟାପଦଟି ଆପଣଙ୍କର ଏଠାରେ କେଉଁ କାଳରେ ଅଛି? ତ ଆପଣଙ୍କର ବର୍ତ୍ତମାନ କାଳ, କାହିଁକିନା ପୃଥିବୀଟା ସୂର୍ଯ୍ୟ ଚାରିପଟେ ବୁଲେ, ସବୁବେଳେ ବୁଲେ, ତ ଆପଣଙ୍କର ବର୍ତ୍ତମାନ କାଳରେ ଅଛି। ଠିକ୍ ଅଛି, ଏଠି ଆପଣଙ୍କର ଅତୀତ କାଳ କରିବେନି, କରେକ୍ଟ ଆନ୍ସର୍ ଆପଣଙ୍କର ହେଇଯିବ ବର୍ତ୍ତମାନ କାଳ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ଗୋଲକ ଶବ୍ଦର ସମାର୍ଥବୋଧକ ଶବ୍ଦଟି କେଉଁଠି? ତ ଗୋଲକର ଅର୍ଥ ଆପଣଙ୍କର କ'ଣ? ଆପଣଙ୍କର ବିଷ୍ଣୁ। ଗୋଲାକାର ବସ୍ତୁ ନୁହଁ, ଆପଣଙ୍କର ହେଇଯିବ ବିଷ୍ଣୁ। ଗୋଲାକାର ବସ୍ତୁଟା ଆପଣଙ୍କର ହେଇଯିବ କ'ଣ ନା ଗୋଲକ। ଗୋଲକର ଅର୍ଥ ହେଇଯିବ ଗୋଲାକାର ବସ୍ତୁ। ତ ଯେହେତୁ ଏଠି ଅଛି ଗୋଲୋକ, ତ ଏଇଟା ହେଇଯିବ ବିଷ୍ଣୁ। ଠିକ୍ ଅଛି, ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ଓଡ଼ିଆ ଭାଷାର ଧ୍ୱନି ଗୁଡ଼ିକର କେତେ ଭାଗରେ ବିଭକ୍ତ କରାଯାଇଛି? ଓଡ଼ିଆ ଭାଷାରେ ଧ୍ୱନି ଗୁଡ଼ିକୁ ଆପଣଙ୍କର କେତେ ଭାଗରେ ବିଭକ୍ତ କରାଯାଇଛି ନା ଆପଣଙ୍କର ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି କ'ଣ ଆପଣଙ୍କର ନା ସ୍ୱର ଧ୍ୱନି ଏବଂ ଆଉ ଗୋଟେ ହେଉଛି ବ୍ୟଞ୍ଜନ ଧ୍ୱନି। ବ୍ୟଞ୍ଜନ ଧ୍ୱନି, ତ ଯେଉଁମାନେ ଆପେ ଆପେ ଉଚ୍ଚାରିତ ହୋଇଥାନ୍ତି ତାକୁ ସ୍ୱର ଧ୍ୱନି କୁହାଯାଏ ଏବଂ ଯେଉଁମାନେ ସ୍ୱର ଧ୍ୱନି ସାହାଯ୍ୟରେ ଉଚ୍ଚାରିତ ହୋଇଥାନ୍ତି ତାହାକୁ ଆମେ ବ୍ୟଞ୍ଜନ ଧ୍ୱନି ବୋଲି କହିବା। ତ ସ୍ୱର ଧ୍ୱନି ଆପଣଙ୍କର ରହିଛି 8ଟି ଏବଂ ସ୍ୱର ବର୍ଣ୍ଣ ରହିଛି ଆପଣଙ୍କର 11ଟି ଏବଂ ବ୍ୟଞ୍ଜନ ଧ୍ୱନି ରହିଛି ଆପଣଙ୍କର ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବର୍ଗୀୟ ବ୍ୟଞ୍ଜନ, ଆଉ ଗୋଟେ ହେଉଛି ଅବର୍ଗ ବ୍ୟଞ୍ଜନ। ତ ବର୍ଗ ବ୍ୟଞ୍ଜନ ଆପଣଙ୍କର ରହିଛି 25ଟା। ଠିକ୍ ଅଛି, ତ ଆପଣ ଜାଣିଥିବେ ଆପଣଙ୍କର ଯେଉଁ କ, ଚ, ଟ, ତ, ପ 5ଟା ଲେଖା ବର୍ଣ୍ଣ ରହିଛି, 25ଟା ବର୍ଣ୍ଣ ରହିଛି ବର୍ଗ ବ୍ୟଞ୍ଜନ। ଠିକ୍ ଅଛି, ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ତ ଆପଣଙ୍କର ରହିଛି ନିଦାରୁଣ, ଏଥିରେ ରହିଛି ଆପଣଙ୍କର ନି ଉପସର୍ଗ ବ୍ୟବହୃତ ହୋଇଛି। ତ ପରବର୍ତ୍ତୀ କ୍ୱେଶ୍ଚିନ୍, କ୍ରିୟାର ମୂଳ ପିଣ୍ଡକୁ କ'ଣ କୁହାଯାଏ? ତ କ୍ରିୟାର ମୂଳ ପିଣ୍ଡକୁ ଆପଣଙ୍କର କୁହାଯାଏ ଧାତୁ। ଠିକ୍ ଅଛି, ତ ଧାତୁରୁ ଆପଣଙ୍କର କ୍ରିୟା ସୃଷ୍ଟି ହୋଇଥାଏ, ତ ସେଥିପାଇଁ ଆପଣଙ୍କର କ୍ରିୟାର ମୂଳ ପିଣ୍ଡକୁ କୁହାଯାଏ ଧାତୁ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ଉତ୍ତମ ଶବ୍ଦର ବିପରୀତ ଶବ୍ଦଟି କ'ଣ ହେବ? ତ ଉତ୍ତମ ଶବ୍ଦର ଆପଣଙ୍କର ବିପରୀତ ଶବ୍ଦ କ'ଣ ନା ଅଧମ। ଉତ୍ତମର ବିପରୀତ ଅଧମ। ପରବର୍ତ୍ତୀ କ୍ୱେଶ୍ଚିନ୍, କୃଦନ୍ତରେ ଧାତୁର ଅନ୍ୟ ନାମ କ'ଣ? କୃଦନ୍ତରେ ଆପଣଙ୍କର ଧାତୁର ଅନ୍ୟ ନାମ କ'ଣ? ତ କୃଦନ୍ତରେ ଆପଣଙ୍କର ଧାତୁର ଅନ୍ୟ ନାମ ହେଉଛି ପ୍ରକୃତି। ଠିକ୍ ଅଛି, ତ ନିମ୍ନୋକ୍ତ ମଧ୍ୟରୁ କେଉଁଠି କଣ୍ଠୀୟ ଧ୍ୱନି ନୁହେଁ? ତ କେଉଁଠି ଆପଣଙ୍କର କଣ୍ଠୀୟ ଧ୍ୱନି ନୁହେଁ? ପରବର୍ତ୍ତୀ କ୍ୱେଶ୍ଚିନ୍, ତ ଆପଣଙ୍କର ହେଇଯିବ ହର୍ଷଇ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ସଞ୍ଚାର ଉପସର୍ଗଯୁକ୍ତ ଶବ୍ଦରେ କେଉଁ ଧାତୁ ବ୍ୟବହୃତ ହୁଏ?
ପରବର୍ତ୍ତୀ କ୍ୱେଶ୍ଚିନ୍ ସଞ୍ଚାର ଉପସର୍ଗଯୁକ୍ତ ଶବ୍ଦରେ କେଉଁ ଧାତୁ ଆପଣଙ୍କର ବ୍ୟବହୃତ ହୁଏ? ତ ଏହାର କରେକ୍ଟ ଆନ୍ସର୍ ହେଉଛି ଚର୍ ଧାତୁ। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ପୋଡ଼ା ତିଅଣ ରୂଢ଼ିଟିର ଅର୍ଥ କ'ଣ? ତ ପୋଡ଼ା ତିଅଣର ଏହାର ଅର୍ଥ କ'ଣ ନା ଆପଣଙ୍କର ଛିଡ଼ି ଯାଇଥିବା ସମ୍ପର୍କ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା ଆଖିରେ ଧୂଳି ଦେବା ଏ ରୂଢ଼ିଟିର ଅର୍ଥ କ'ଣ ନା ଆପଣଙ୍କର ଆଖିରେ ଧୂଳି ଦେବା ତାମାନେ ଆପଣଙ୍କର ହେଉଛି ଠକିବା। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦୟା କ୍ଷମା ସ୍ନେହ ମମତା ଏଗୁଡ଼ା କି ପ୍ରକାର ବିଶେଷ୍ୟ? ଦୟା କ୍ଷମା ସ୍ନେହ ଏବଂ ମମତା ତ ଆପଣଙ୍କର କେଉଁ ପ୍ରକାର ବିଶେଷ୍ୟ ନା ଏଗୁଡ଼ାକ ହେଉଛି ଗୁଣବାଚକ ବିଶେଷ୍ୟ। ଗୋଟେ ଗୋଟେ ଗୁଣକୁ ବୁଝାଉଛି ତେଣୁ ଗୁଣବାଚକ ବିଶେଷ୍ୟ। ତ ପିଲାମାନେ ଏଇଟା ବି ମନେ ରଖିଥାନ୍ତୁ ଯେଉଁଟା ବ୍ୟକ୍ତିବାଚକ ବିଶେଷ୍ୟ ଏହାର ଅନ୍ୟ ନାମ ହେଉଛି ଆପଣଙ୍କର ସଂଜ୍ଞାବାଚକ ବିଶେଷ୍ୟ ମଧ୍ୟ କୁହାଯାଏ ଏବଂ ନାମବାଚକ ବିଶେଷ୍ୟ ମଧ୍ୟ କୁହାଯାଏ। ଠିକ୍ ଅଛି। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଋଣୀ ଶବ୍ଦର ବିପରୀତ ଶବ୍ଦଟି କ'ଣ ହେବ? ତ ଋଣୀର ବିପରୀତ ହୋଇଯିବ ଆପଣଙ୍କର ଅନଋଣ। ଠିକ୍ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ପଦ୍ମନାଭ ଶବ୍ଦଟି କିପରି ସୃଷ୍ଟି ହୋଇଛି? ତ ପଦ୍ମନାଭ ଶବ୍ଦଟି ଆପଣଙ୍କର ସୃଷ୍ଟି ହୋଇଛି ପଦ୍ମ ନାଭିରେ ଯାହାଙ୍କର ସେ ତାକୁ ଆମେ କହୁଛେ ପଦ୍ମନାଭ। ପରବର୍ତ୍ତୀ କ୍ୱେଶ୍ଚିନ୍ ପ୍ରାପ୍ତି ଅର୍ଥରେ ମୟ ଶବ୍ଦ ଲଗାଇ ଗଠିତ ହୋଇଥିବା ଶବ୍ଦଟିକୁ ବାଛ। ତ ପ୍ରାପ୍ତି ଅର୍ଥରେ ମୟ ଶବ୍ଦ କେଉଁଠି ଲଗାଯାଇଛି ନା ଏଇଠି ଆପଣଙ୍କର ଅପସନ୍ ଡି ହେଉଛି ସୁଖମୟ। ପ୍ରାପ୍ତି ଅର୍ଥରେ ମୟ ପ୍ରତ୍ୟୟ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା ବିଦ୍ୱାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ରେଖାଙ୍କିତ ପଦଟି କି ପଦ? ବିଦ୍ୱାନ ଲୋକମାନେ এই ବିଦ୍ୱାନଟା ଆପଣଙ୍କର କି ପଦ? ତ ବିଦ୍ୱାନଟା ହେଉଛି ଆପଣଙ୍କର ବିଶେଷଣ ପଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା ଚମିକର ଶବ୍ଦର ସମାର୍ଥବୋଧକ ଶବ୍ଦଟି କ'ଣ? ତ ଚମିକର ଶବ୍ଦର ଅର୍ଥ ହେଉଛି ଆପଣଙ୍କର ସୁନା ଖଣି। ଠିକ୍ ଅଛି। ସୁନା ଖଣିଆର ସମାର୍ଥବୋଧକ ଶବ୍ଦଟା ହେଉଛି ଚମିକରର ସମାର୍ଥବୋଧକ ଶବ୍ଦ ସୁନା ଖଣି। ତ ଏହା ଥିଲା ପିଲାମାନେ ଟୋଟାଲ୍ 30ଟା କ୍ୱେଶ୍ଚିନ୍। ତ ଯଦି କ୍ୱେଶ୍ଚିନ୍ ଗୁଡ଼ିକ ଆପଣଙ୍କୁ ଭଲ ଲାଗିଛି ନିଶ୍ଚିତ ଭାବରେ ଲାଇକ୍ କରିବେ ଏବଂ ସମସ୍ତଙ୍କୁ ସେୟାର କରିବେ। ଠିକ୍ ଅଛି। ଏବଂ ଚ୍ୟାନେଲକୁ ନୂଆ ଥିଲେ ଏବେ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।